ମୁଁ ଧନ୍ୟବାଦ ଦେବି ମନ୍ତ୍ରୀ ମହୋଦୟ ସଂସ୍କୃତି ବିଭାଗର ସୂର୍ଯ୍ୟବଂଶୀ ସୁରଜ ସାର୍ ଯେଉଁ ଆଜି ମାର୍ଗଦର୍ଶିକାର ପ୍ରସ୍ତାବଟି ଆଣିଛନ୍ତି ଯାତ୍ରାର ଯେଉଁ ଅଶ୍ଳୀଳତା ପ୍ରଦର୍ଶନ ପରେ ଖାସ୍ କରିକି ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେଣୁ ମୁଁ ତାଙ୍କୁ ହୃଦୟ କୋଣରୁ ବହୁତ ବହୁତ ଧନ୍ୟବାଦ ଦେବି ଯେ ସେ ଏଭଳିଆ ପ୍ରତିକ୍ରିୟା ରଖିଛନ୍ତି ଅଶ୍ଳୀଳତାକୁ ରୋକ ଲଗାଇବା ପାଇଁ। ତା ସହିତ ଆମର କୋରେଇ ବିଧାୟକ ମଧ୍ୟ ସେ ତାଙ୍କର ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ ଯାତ୍ରା କଳାକାର ହେଉଛି ଉତ୍କଳ ମାଟିର ଉତ୍କଳୀୟ କଳାକାର କଳାର ପ୍ରଦର୍ଶନ କରନ୍ତି। ତେଣୁ ତାଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଦିଆଯାଉ, ତାଙ୍କୁ ପୁରସ୍କୃତ କରାଯାଉ ଏବଂ ସେ ଅନ୍ୟାନ୍ୟ ମଧ୍ୟ ପ୍ରଶ୍ନ ଆଣିଛନ୍ତି। କିନ୍ତୁ ଯାତ୍ରା ସମ୍ବନ୍ଧୀୟ କଥା ଯଦି ମୁଁ କହିବି ତେଣୁ ଏଥିପାଇଁ ସଙ୍ଗୀତ ନାଟକ ଏକାଡେମୀରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଆମେ ମଧ୍ୟ ଆଗରୁ ରାଜ୍ୟ କଳାକାର ମହାସଂଘ ଏବଂ ଯାତ୍ରା କଳାକାର କର୍ମଚାରୀ ସଂଘ ସରକାରଙ୍କୁ ଜଣାଇଥିଲୁ। ସରକାର ମଧ୍ୟ ଏଥିରେ ଅବଗତ ଥିଲେ ବିଗତ ସରକାର ଏବଂ ତା ସହିତ ଏବେ ଯେଉଁ ଚଳିତ ସରକାର ସେ ଏଭଳିଆ ଗୋଟେ ନିଷ୍ପତ୍ତି ନେବା ପାଇଁ ଯାଉଛନ୍ତି ଖାସ୍ କରିକି ଅଶ୍ଳୀଳତା ଉପରେ ଖୁବ୍ ଶୀଘ୍ର ରୋକ ଲାଗିବାର ଆବଶ୍ୟକ ନିହାତି ରହିଛି। କାହିଁକିନା ଏହାଦ୍ୱାରା ଯୁବଗୋଷ୍ଠୀମାନେ ପଥଭ୍ରଷ୍ଟ ହେଉଛନ୍ତି ଏବଂ ସମାଜରେ ରାଜଧାନୀ ଗୁଣ୍ଡାଗିରି ଏବଂ ଆମର ଲ ଆଣ୍ଡ ଅର୍ଡ଼ର ଆଉଟ୍ ଅଫ୍ କଣ୍ଟ୍ରୋଲକୁ ଯାଉଛି। ତେଣୁ ଅଶ୍ଳୀଳତା ଉପରେ ରୋକ ଲାଗିବା ନିହାତି ଆବଶ୍ୟକ। ଖାଲି କହିଦେଲେ ହେବନି, କଥାରେ ତ ଅନେକ କୁହନ୍ତି କିନ୍ତୁ କାର୍ଯ୍ୟରେ କରି ଦେଖାଇବା ହେଉଛି ତାପରେ ମୁଁ ଜାଣିବି ଯେ କି ହଁ ଏଇଟା କାର୍ଯ୍ୟକାରୀ ହେଲା। ଏବେ ପ୍ରକ୍ରିୟା ଚାଲୁ ରହିଛି, ଆମକୁ ମାସେ ହେଲାଣି କହିଲେଣି, ଆଜି ଗୃହ ମଧ୍ୟରେ କହିଲେ, କିନ୍ତୁ ଯେଉଁଦିନ କାର୍ଯ୍ୟକାରୀ ହେବ ସେଇଦିନ ମୁଁ ଅତ୍ୟନ୍ତ ଖୁସି ରହିବି। ଖାସ୍ କରିକି ଆର ହେଉଛି ପ୍ରକ୍ରିୟା ଯେଉଁ ହେଉଛି ଆଗରୁ ବିଗତ ସରକାର ମାର୍ଚ୍ଚ 6 ତାରିଖ ଦିନ 2023 ମସିହାରେ ଗୋଟେ ଆଦେଶନାମା ଜାରି କରିଥିଲେ। ପ୍ରତ୍ୟେକ ଜିଲ୍ଲାପାଳ ମହୋଦୟଙ୍କୁ ଦିଆଯାଇଥିଲା ଏବଂ ଏସ୍ପି ମହୋଦୟଙ୍କୁ ମଧ୍ୟ ଦିଆଯାଇଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି, କେବଳ ସେଇ ଅର୍ଡ଼ରରେ ରହିଗଲା। ତେଣୁ ମୋ କହିବା କଥା ହେଉଛି ଯଦି ଏମିତି ଏକ ଆଇନ ଅଣାଯିବ ଯେ କି CRPC 133 ଅଛି, IPC 294 ମାଧ୍ୟମରେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। କିନ୍ତୁ ଆଉ ଗୋଟେ ଏମିତି ଗୋଟେ ଶକ୍ତ ଆଇନ ଆଣିବାର ଅଛି ଯେଉଁ ଆଇନରେ ଏଇଭଳିଆ ଅଶ୍ଳୀଳତା ପ୍ରଦର୍ଶନ କରି ଖୋଲା ମଞ୍ଚରେ ଦଣ୍ଡନୀୟ ଅପରାଧ ଯେଉଁମାନେ ସବୁ ଅପରାଧ କରୁଛନ୍ତି ସେଭଳିଆ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ହେଲେ ଯାଇକି 5 ବର୍ଷରୁ 7 ବର୍ଷ ଜେଲ୍ ଦଣ୍ଡ ଦିଆଯାଉ ଏବଂ 3,000ରୁ 50,000 ପର୍ଯ୍ୟନ୍ତ ମଧ୍ୟ ଜରିମାନା ତାଙ୍କ ଉପରେ କରାଯାଉ। ଦେଲେ ଯାଇ ଅନ୍ୟମାନେ ସଚେତନ ରହିବେ। ଏହା ଯଦି ନ କରାଯାଏ ତାହେଲେ ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ, ସଂସ୍କୃତି ଏବଂ ଆମ କଳାର ଅପଭ୍ରଂଶ ହେବ ଏବଂ ଯାତ୍ରା ମଧ୍ୟ ଅନ୍ଧାର ଭିତରକୁ ଧସେଇ ହେଇ ପଶିଯିବ। ତେଣୁ ଅନେକ ପରିବାର ପ୍ରତିପୋଷଣ କରୁଛନ୍ତି ଏହି ଯାତ୍ରା ମାଧ୍ୟମରେ। କେବଳ କଳାକାର ନାହାନ୍ତି, ଟେକ୍ନିସିଆନ୍ ଅଛନ୍ତି, ଡ୍ରାଇଭର ଅଛନ୍ତି, ରୋଷିଆ ଅଛନ୍ତି, ଅନେକ ଗୋଟେ ଟିମ୍ର 170 ଜଣ, 170 × 4 ଆପଣ ହିସାବ କରିଦିଅନ୍ତୁ। ଆମର 200ଟା ପାଖାପାଖି ପାର୍ଟି ରହିଛି, ପାଖାପାଖି ଆନୁମାନିକ କହୁଛି, ବଡ଼ ଉର୍ଦ୍ଧ୍ୱ ହେଇପାରେ। କିନ୍ତୁ ଏତେ ମାନେ ତାଙ୍କୁ ରୋଜଗାର ଦେବ କିଏ? ତେଣୁ ଇଏ ଯଦି ଅପଭ୍ରଂଶ ହେବ, ଯଦି ଏଥିରେ ଏଇ ଅନୁଷ୍ଠାନ ଯଦି ବନ୍ଦ ହୋଇଯାଏ ତାହେଲେ ସମସ୍ତେ ପ୍ରଭାବିତ ହେବେ। ଆଉ ଖାସ୍ କରି ପ୍ରଚାର ପ୍ରସାର କରିବ କିଏ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ଏବଂ ଆମ କଳାର, ଆମ ଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ପ୍ରସାର ହେବ କେମିତି? ତେଣୁ ଯେତେବେଳେ ଯାତ୍ରା ଗୋଟେ ନମ୍ବର 1 ମାଧ୍ୟମ ପାଲଟିଛି ତେଣୁ ତା ପ୍ରତି ସରକାର ତତ୍ପର ହୋଇ ଉଠିଛନ୍ତି। ତେଣୁ ବହୁତ ବହୁତ ଧନ୍ୟବାଦ ସରକାରଙ୍କୁ, ଯେ କି ଖାସ୍ କରିକି ମନ୍ତ୍ରୀ ମହୋଦୟଙ୍କୁ।